କୁହାଯାଏ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଆଜିର କାହାଣୀ ପୁରା ସତ ଘଟଣା ଉପରେ ପର୍ଯ୍ୟବେସିତ। 40 ଦିନର ଶିଶୁର ତୁରନ୍ତ ନୂଆ ହାର୍ଟ ପ୍ରତିରୋପଣର ଆବଶ୍ୟକତା ଥିଲା। ହେଲେ ଆଖପାଖ ହସ୍ପିଟାଲରେ କେଉଁଠି ବି ହୃଦୟ ନଥିଲା। ବୁଝାବୁଝି ପରେ ଜଣାପଡ଼ିଲା କି 400 କିଲୋମିଟର ଦୂରରେ ଗୋଟିଏ ହସ୍ପିଟାଲରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଆଉ ଯଦି 4 ଘଣ୍ଟା ଭିତରେ ଅପରେସନ ହୋଇ ହୃଦୟ ପ୍ରତିରୋପଣ ହେବ ତାହେଲେ ଛୋଟ ପିଲାଟି ବଞ୍ଚିଯିବ। ଏବେ ଥିଲା ଚ୍ୟାଲେଞ୍ଜର ସମୟ, କାରଣ 400 କିଲୋମିଟର 4 ଘଣ୍ଟାରେ ପହଞ୍ଚିବା ଅସମ୍ଭବ ଥିଲା। ବହୁତ ଖୋଜାଖୋଜି ପରେ ଶେଷରେ ମିଳିଗଲେ ଦେବଦୂତ। ସବୁ ସରକାରୀ ଆମ୍ବୁଲାନ୍ସ ମନା କରିଦେବା ପରେ ଜଣେ ବେସରକାରୀ ଆମ୍ବୁଲାନ୍ସ ଚାଳକ ରିସ୍କ ଉଠାଇବାକୁ ରାଜି ହୋଇଗଲେ। ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ। ଚାଳକ ଜଣକ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଚଳାଇ ସେ ହସ୍ପିଟାଲରେ ସମୟ ଆଗରୁ ପହଞ୍ଚାଇ ଦେଲେ, ଯେଉଁଥିପାଇଁ ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ପୋତି ପକାଇଥିଲେ। ତେବେ କ'ଣ ଥିଲା ପୁରା ଘଟଣାକ୍ରମ? ସେ 40 ଦିନର ଶିଶୁର କ'ଣ ହୋଇଥିଲା? କାହିଁକି ନିଜ ଜୀବନକୁ ବାଜିରେ ଲଗାଇ ଆମ୍ବୁଲାନ୍ସ ଡ୍ରାଇଭର 400 କିଲୋମିଟର ରାସ୍ତାକୁ 4 ଘଣ୍ଟାରେ ଅତିକ୍ରମ କଲେ? ତାପରେ କ'ଣ ହେଲା? ସେ ଛୋଟ ଛୁଆଟି ବଞ୍ଚିଲା କି ନାହିଁ? କିଏ ସେ ସାହସୀ ଚାଳକ? ପୁରା ଘଟଣା ଜାଣିବା ପାଇଁ ହେଲେ ଆପଣଙ୍କୁ ପୁରା ଭିଡିଓ ଦେଖିବାକୁ ପଡ଼ିବ। ଭିଡିଓ ଦେଖି ସାରିବା ପରେ ଆପଣ ନିଶ୍ଚୟ ସେ ଡ୍ରାଇଭରଙ୍କୁ ପ୍ରଶଂସାରେ ପୋତି ପକାଇବେ। 2020 ମସିହା ଫେବୃଆରୀ 6 ତାରିଖ। ମ୍ୟାଙ୍ଗଲୋରର ରାଜରାସ୍ତାରେ ଦ୍ରୁତ ଗତିରେ ଏକ ଆମ୍ବୁଲାନ୍ସ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ସ୍ପିଡ୍ ଏତେ ଅଧିକ ଥିଲା ଯେ ଆଖି ପଲକ ପଡ଼ିବା ବେଳକୁ ଯେମିତି ଆମ୍ବୁଲାନ୍ସଟି ଗାୟବ ହୋଇଯାଉଥିଲା। ଯେଉଁ ରାସ୍ତା ଦେଇ ବି ଯାଉଥିଲା ଲୋକେ ଆଡ଼େଇ ହୋଇଯାଉଥିଲେ। ଆଗେ ଆଗେ ଦ୍ରୁତ ଗତିରେ ସାଇରନ୍ ବଜାଇ ପୋଲିସ ଗାଡ଼ି ବି ମାଡ଼ି ଚାଲିଥିଲା। ଅବସର ଥିଲା ଗୋଟିଏ 40 ଦିନର ଶିଶୁର ଜୀବନ ବଞ୍ଚାଇବା। ଘଟଣାଟି ଘଟିଥିଲା କର୍ଣ୍ଣାଟକ ରାଜ୍ୟରେ। 2020 ମସିହା ମ୍ୟାଙ୍ଗଲୋରର ଏକ ହସ୍ପିଟାଲ। ହସ୍ପିଟାଲରେ ଗହଳ ଚହଳ ଲାଗି ରହିଥିଲା। ପୋଲିସ ପ୍ରଶାସନ ସମେତ ବହୁତ ସାରା ଲୋକ ଜମା ହୋଇଥିଲେ। କାରଣ ଥିଲା 40 ଦିନର ଶିଶୁର ଜୀବନ ବିପଦରେ ଥିଲା। ଏତେ ଛୋଟ ଛୁଆକୁ ନେଇ ଲୋକେ ଭାବପ୍ରବଣ ହେବା ସ୍ୱାଭାବିକ ବି ଥିଲା। କାରଣ ଜନ୍ମ ହେବା ପରେ ଶିଶୁଟିର ହାର୍ଟରେ ପ୍ରୋବ୍ଲେମ ଥିଲା। ଆଉ ସେଇଟା ବଢ଼ି ବଢ଼ି ଶିଶୁ ପାଇଁ ସମସ୍ୟା ପାଲଟି ଯାଇଥିଲା। 39 ଦିନ ବିତିଯିବା ପରେ 40ତମ ଦିନ ଡାକ୍ତର ସଫା ସଫା କହିଦେଲେ କି ଶିଶୁର ହୃଦୟର ପ୍ରତିରୋପଣ ଆବଶ୍ୟକ, ନହେଲେ ସେ ଆଉ ବଞ୍ଚିବନି। ଶୁଣିକି ବାପା ମାଙ୍କର ପାଦ ତଳୁ ଯେମିତି ମାଟି ଖସିଗଲା। କାରଣ ଦୀର୍ଘ ଦିନ ପରେ ସେମାନଙ୍କର ଗୋଟିଏ ପିଲା ହୋଇଥିଲା। ଡାକ୍ତର କହିବା ପରେ ସେମାନେ ବି ନିଜ ସ୍ତରରେ ହାର୍ଟ ପାଇଁ ଯୋଗାଯୋଗ କରିବା ଆରମ୍ଭ କରିଦେଲେ। ଡାକ୍ତରଖାନାର କର୍ତ୍ତୃପକ୍ଷ ବି ସେମାନଙ୍କର ଚେଷ୍ଟା ଜାରି ରଖିଥିଲେ। ଶେଷରେ ସେମାନଙ୍କୁ ମିଳିଗଲା ଗୋଟିଏ ହାର୍ଟ। ହାର୍ଟ ମିଳିଗଲା ବୋଲି ଶିଶୁର ବାପା ଖୁସି ହୋଇଗଲେ। ହେଲେ ଡାକ୍ତରଙ୍କ କଥା ଶୁଣିବା ପରେ ସେମାନେ ନିରାଶ ହୋଇପଡ଼ିଲେ। କାରଣ ସେହି ହସ୍ପିଟାଲରୁ ପ୍ରାୟ 400 କିଲୋମିଟର ଦୂରରେ ଆଉ ଗୋଟିଏ ହସ୍ପିଟାଲରେ ଥିଲା ହାର୍ଟ। ଆଉ ଯଦି ସେହି ହସ୍ପିଟାଲରେ 4 ଘଣ୍ଟାରେ ପହଞ୍ଚିଯିବେ ତାହେଲେ ଯାଇ ହୋଇପାରିବ ସଫଳ ଅପରେସନ। ଶୁଣିକି ଶିଶୁର ବାପା ମାଙ୍କର ମନ ଦୁଃଖ ହୋଇଗଲା। ଦୀର୍ଘ 400 କିଲୋମିଟର ପୁଣି 4 ଘଣ୍ଟା ଭିତରେ କେମିତି ପହଞ୍ଚି ହେବ? ଘଟଣା ଚାରିଆଡ଼େ ବ୍ୟାପିଗଲା। ଭାରତ ପରି ଏକ ଭାଇଚାରାର ଦେଶରେ ସମସ୍ତେ ଏକାଠି ହୋଇଗଲେ। ତୁରନ୍ତ ହସ୍ପିଟାଲରେ ପହଞ୍ଚିଲେ ପୋଲିସ ଓ ପ୍ରଶାସନ। ଏକ ଜୋରଦାର ପ୍ରୟାସ ଆରମ୍ଭ ହୋଇଗଲା। ଏଥିପାଇଁ ଦରକାର ଥିଲା ଏକ ଆଇସିୟୁ ଓ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ, ଜଣେ ଦକ୍ଷ ଚାଳକ ଓ ତା ସହିତ ଟ୍ରାଫିକ ନିୟନ୍ତ୍ରଣ।
ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ଥିବା ଏକ ଆମ୍ବୁଲାନ୍ସ ଯୋଗାଡ଼ ହୋଇଗଲା। ହେଲେ ଚାଳକ ଖୋଜା ପଡ଼ିବା ବେଳକୁ ସମସ୍ତେ ମନା କରିଦେଲେ। ସବୁ ସରକାରୀ ଓ ବେସରକାରୀ ଚାଳକ ମନା କରିଦେଲେ ରିକ୍ସ ନେବାକୁ। ଅର୍ଥାତ୍ 400 କିଲୋମିଟର ରାସ୍ତାକୁ ସେମାନେ 4 ଘଣ୍ଟା ଭିତରେ ପହଞ୍ଚାଇ ପାରିବେନି ବୋଲି ମନା କରିଦେଲେ। ପୋଲିସ ପ୍ରଶାସନ, ହସ୍ପିଟାଲ ଓ ଶିଶୁର ବାପା ମା ନିରାଶ ହୋଇପଡ଼ିଲେ। କେମିତି ଏତେ ବାଟ କିଏ ନେଇକି ଯିବ ବୋଲି ସେମାନେ ଚିନ୍ତା କଲେ। ଏହି ସମୟରେ ଦେବଦୂତ ସାଜିଲେ ଜଣେ ବେସରକାରୀ ଡ୍ରାଇଭର। ପୁରା ରିକ୍ସ ନେଇ ସେ ଠିକଣା ସମୟରେ ପହଞ୍ଚାଇ ଦେବେ ବୋଲି ପ୍ରତିଶ୍ରୁତି ଦେଲେ। ଡ୍ରାଇଭରଙ୍କ ପ୍ରତିଶ୍ରୁତି ପରେ ନିରାଶ ବାପା ମାଙ୍କ ମନରେ ଆଶା ସଞ୍ଚାର ହେଲା। ପ୍ରଶାସନ ବି ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେ। ସେହି ଡାକ୍ତରଖାନାରୁ ଏକ ଡାକ୍ତରୀ ଟିମ୍ ନିଜ ସରଞ୍ଜାମ ସହିତ ବାହାରିଲେ। ଅନ୍ୟ ପଟରେ ପୋଲିସ ଟିମ୍ ପୁରା ସଜାଗ ହୋଇଗଲେ। ପୁରା 400 କିଲୋମିଟର ରାସ୍ତାର ଟ୍ରାଫିକ ନିୟନ୍ତ୍ରଣ କରିବାର ଥିଲା। ରାସ୍ତାରେ ପଡ଼ୁଥିବା ସମସ୍ତ ଥାନାକୁ ଖବର ଦିଆଗଲା। ସବୁ ପୋଲିସ ଟିମ୍ ସଜାଗ ହୋଇ ରହିଲେ। ଅନ୍ୟପଟରେ ଅକ୍ସିଜେନ ଓ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ସହିତ ଆମ୍ବୁଲାନ୍ସ ବି ପ୍ରସ୍ତୁତ ହୋଇ ରହିଲା। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ସରକାର ଚାହିଁଲେ ହେଲିକପ୍ଟରରେ ବି ଶିଶୁକୁ ନିଆଯାଇ ପାରିଥାନ୍ତା, ମାତ୍ର ଅଧଘଣ୍ଟା ଭିତରେ ପହଞ୍ଚି ଯାଇପାରିଥାନ୍ତେ। ହେଲେ ଏଥିପାଇଁ ଶିଶୁଟି ପ୍ରସ୍ତୁତ ନଥିଲା। ଅର୍ଥାତ୍ ତାର ଯେଉଁ ଅବସ୍ଥା ଥିଲା ସେ ହେଲିକପ୍ଟରରେ ଯାଇପାରିବନି ବୋଲି ଡାକ୍ତର କହିଦେଇଥିଲେ। ତେଣୁ ପ୍ରଶାସନର ଏତେ ଚିନ୍ତା ବଢ଼ିଯାଇଥିଲା। ଏହାପରେ ଆସିଲା ସେହି ପ୍ରତୀକ୍ଷିତ ସମୟ। ଦିନ 12ଟା ବେଳକୁ ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ। ଶିଶୁଟିକୁ ନେଇ ଅର୍ଥାତ୍ ଗାଡ଼ି ଷ୍ଟାର୍ଟ କରି ଆମ୍ବୁଲାନ୍ସ ଚାଳକ ଗାଡ଼ି ଆଗକୁ ବଢ଼ାଇଲେ। ଆଗେ ଆଗେ ସାଇରନ୍ ବଜାଇ ପୋଲିସ ଗାଡ଼ି ମାଡ଼ି ଚାଲିଥିଲା ଆଉ ରାସ୍ତା କ୍ଲିୟର କରି ଚାଲିଥିଲା। ଗାଡ଼ି ଯେଉଁ ସହର କି ଥାନା ଅଞ୍ଚଳ ଭିତରକୁ ପଶୁଥିଲା ସେହି ପୋଲିସ ରାସ୍ତା କ୍ଲିୟର କରି ରଖୁଥିଲେ ଆଉ ସେହି ରାସ୍ତା ଦେଇ ଖୁବ୍ ଦ୍ରୁତ ଗତିରେ ଆମ୍ବୁଲାନ୍ସ ମାଡ଼ି ଚାଲିଥିଲା। ଆମ୍ବୁଲାନ୍ସର ଗତି ଏତେ ଦ୍ରୁତ ଥିଲା ଯେ ଆଖି ପଲକ ପକାଇ ଖୋଲୁ ଖୋଲୁ ଗାୟବ ହୋଇଯାଉଥିଲା। ରାସ୍ତା ସାରା ଲୋକ ଚାହିଁ ରହିଥିଲେ ଏହି ଦୃଶ୍ୟକୁ ଦେଖିବା ପାଇଁ। କିଏ ତାଳି ବଜାଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଉତ୍ସାହିତ କରୁଥିଲା ତ କିଏ ନିଜ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରୁଥିଲେ। କହିବାକୁ ଗଲେ ଆମ୍ବୁଲାନ୍ସ ଚାଳକ ନିଜ ଜୀବନକୁ ବାଜିରେ ଲଗାଇ ଗାଡ଼ି ଚଳାଉଥିଲେ। ଲକ୍ଷ୍ୟ ଥିଲା ଶିଶୁର ଜୀବନ ବଞ୍ଚାଇବା। ଲୋକଙ୍କ ଭିତରେ ବି ଦେଶପ୍ରେମ ଏତେ ଭରି ଯାଇଥିଲା କି ଆମ୍ବୁଲାନ୍ସକୁ ଆପଣା ଛାଏଁ ରାସ୍ତା ଦେଇ ଦେଉଥିଲେ। ଗାଡ଼ିର ଗତି ଘଣ୍ଟା ପ୍ରତି 120 କିଲୋମିଟରରୁ ବି ଅଧିକ ଥିଲା। ଶେଷରେ ଅପରାହ୍ନ 4:10 ଆମ୍ବୁଲାନ୍ସ ପହଞ୍ଚିଗଲା ବାଙ୍ଗାଲୋରର ଜୟଦେବ ହସ୍ପିଟାଲରେ। ରାସ୍ତାରେ ଆମ୍ବୁଲାନ୍ସ କେବଳ 10 ମିନିଟ ପାଇଁ ଅଟକିଥିଲା, ତା ପୁଣି ଅକ୍ସିଜେନ ସିଲିଣ୍ଡର ବଦଳାଇବା ପାଇଁ। ଏହି ଘଟଣା ଏତେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଯେ ହସ୍ପିଟାଲରେ ଲକ୍ଷ ଲକ୍ଷ ଲୋକ ଗହଳି ଜମାଇଥିଲେ। ଗହଳିକୁ ଚିରି ହସ୍ପିଟାଲ ଆଗରେ ଆମ୍ବୁଲାନ୍ସ ଅଟକାଇଲେ ଡ୍ରାଇଭର। ଆଗରୁ ଉପସ୍ଥିତ ରହିଥିବା ଡାକ୍ତରୀ ଟିମ୍ ସଙ୍ଗେ ସଙ୍ଗେ ଶିଶୁକୁ ନେଇ ଏମର୍ଜେନ୍ସିରେ ଭର୍ତ୍ତି କଲେ। ତୁରନ୍ତ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଗଲା ଆଉ ତାପରେ ଠିକଣା ସମୟରେ ଅପରେସନ ବି କରାଗଲା। ଶିଶୁଟିର ଜୀବନ ବଞ୍ଚିଗଲା। ଏଥିପାଇଁ ଶିଶୁର ବାପା ମାଙ୍କୁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିନଥିଲା। ଟଙ୍କାର ସୁଅ ଛୁଟିଥିଲା। ଏହି ଘଟଣା ପରେ ହିରୋ ପାଲଟି ଯାଇଥିଲେ ସେ ଡ୍ରାଇଭର। ତାଙ୍କୁ ଲକ୍ଷ ଲକ୍ଷ ଲୋକ ପ୍ରଶଂସାରେ ପୋତି ପକାଇବା ସହିତ ସରକାରୀ ସ୍ତରରେ ବି ସମ୍ମାନିତ କରାଯାଇଥିଲା। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କିଏ ସିଏ ଆମ୍ବୁଲାନ୍ସ ଡ୍ରାଇଭର ଓ କ'ଣ ତାଙ୍କର ନାଁ, ଆଉ କିଏ ସେ ଶିଶୁ? ସେ ଆମ୍ବୁଲାନ୍ସ ଡ୍ରାଇଭର ହେଲେ ମହମ୍ମଦ ହନିଫ। ଶିଶୁର ନାଁ ହେଲା ସୈଫୁଲ ଅଜମନ। ହନିଫ ଆଗରୁ ବି 380 କିଲୋମିଟର ରାସ୍ତାକୁ 4 ଘଣ୍ଟା 10 ମିନିଟରେ ପହଞ୍ଚାଇ ପ୍ରଶଂସିତ ହୋଇଥିଲେ। ପ୍ରକୃତରେ ଅସଲ ଜୀବନରେ
ହନିମଙ୍କ ପରି ବ୍ୟକ୍ତିମାନେ ହିଁ ପ୍ରକୃତ ହିରୋ। ଏହା ଏକ ସତ ଘଟଣା ଥିଲା, ଯାହାକି ସେତେବେଳେ ବିଭିନ୍ନ ଇଂରାଜୀ ଖବରକାଗଜ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲରେ ଖବର ପ୍ରସାରିତ ହୋଇଥିଲା, ଯାହାର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଛି। ଚାହିଁଲେ ଆପଣମାନେ ଚେକ୍ କରିପାରିବେ। ତ ଏମିତି ଏକ ସାହସିକ ପଦକ୍ଷେପକୁ ନେଇ ଆପଣ କ'ଣ କହିବେ? କାରଣ ଦୀର୍ଘ 4 ଘଣ୍ଟା ଧରି 120 ସ୍ପିଡରେ ଲଗାତାର ଗାଡ଼ି ଚଳାଇବା ଏକ ସହଜ କଥା ନଥିଲା। ବହୁତ ସାରା ଅଙ୍କା ବଙ୍କା ରାସ୍ତା, ସହରୀ ଟ୍ରାଫିକ୍ ଆଉ ବିପଦପୂର୍ଣ୍ଣ ରାସ୍ତା ଥିଲା। ଡାକ୍ତର ସିନା ଜୀବନ ବଞ୍ଚାଇଲେ, ହେଲେ ଏହି ଚାଳକଙ୍କ ବିନା କ'ଣ ଶିଶୁଟି ଜୀବନ ପାଇପାରିଥାନ୍ତା କି? ହନିମଙ୍କ ଏହି ସାହସିକତାକୁ ନେଇ ଆପଣ କମେଣ୍ଟ ବକ୍ସରେ ମତାମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଅନ୍ କରି ଆମକୁ ଉତ୍ସାହିତ କରିବେ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।